ଖୋର୍ଦ୍ଧା ଜିଲ୍ଲାର କାମିନୀ ମ୍ୟାଡ଼ାମ ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ ଅଟନ୍ତି। ସେ ତାଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ବିଲକୁଲ ବି ସମୟ ପାଆନ୍ତିନି। ସେ ଜଣେ ଶିକ୍ଷୟିତ୍ରୀ ହୋଇଥିବାରୁ ପିଲାମାନଙ୍କୁ ସ୍କୁଲରେ ପଢ଼େଇବା, ପିଲାମାନଙ୍କ ଖାତାକୁ ଚେକ୍ କରି ତାଙ୍କର ରିଜଲ୍ଟ ବାହାର କରିବା, ଏହିସବୁ ପାଇଁ ସେ ଘର କାମ ପାଇଁ ବିଲକୁଲ ବି ସମୟ ଦେଇପାରୁନଥାନ୍ତି। କାମିନ ମ୍ୟାଡ଼ାମ ଜଣକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ଭକ୍ତଟିଏ। ସେଥିପାଇଁ ସେ ସବୁ ବର୍ଷ ପରିବାରଙ୍କୁ ସାଥିରେ ଧରି ରଥଯାତ୍ରା ସମୟରେ ପୁରୀ ଚାଲି ଆସନ୍ତି। ସେ ସ୍କୁଲରୁ ଛୁଟି ନେଇ ହଉ କିମ୍ବା ଶନିବାର ରବିବାର ପଡ଼ିଲେ ସେ ଚାଲି ଆସନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଏମିତି ଦୁଃଖ ସୁଖ ମଧ୍ୟରେ କାମିନୀ ମ୍ୟାଡ଼ାମଙ୍କ ସଂସାର ରଥଟି ଚାଲିଥାଏ। ହେଲେ ତାଙ୍କ ସହିତ ସେହିଦିନ ଏମିତି ହେବ ବୋଲି ସେ ସ୍ୱପ୍ନରେ ସୁଦ୍ଧା କେବେ ଭାବିନଥିଲେ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ସେପ୍ଟେମ୍ବର ମାସ 2014 ମସିହାରେ କାମିନୀ ମ୍ୟାଡ଼ାମଙ୍କ ସହିତ ଯାହା ଘଟିଯାଇଛି ସେ କେବେ ବି ଭୁଲି ପାରୁନଥାନ୍ତି। ଆଜି ମଧ୍ୟ ସେହି ଅନୁଭୂତିକୁ କହିଲା ବେଳେ କାନ୍ଦ କାନ୍ଦ ହୋଇପଡ଼ୁଥାନ୍ତି କାମିନୀ ମ୍ୟାଡ଼ାମ। ଏହି ସମ୍ପୂର୍ଣ୍ଣ ଘଟଣାଟି ଘଟିଛି 2014 ମସିହାରେ। କାମିନୀ ମ୍ୟାଡ଼ାମଙ୍କ ଭାଇର ବିବାହ ହୋଇଯାଇଥିଲା, କିନ୍ତୁ ତାଙ୍କ ଭାଇଙ୍କ କୌଣସି ବି ପିଲାଛୁଆ ହେଉନଥିଲା। ସେଥିପାଇଁ ତାଙ୍କ ଭାଇ ଆଉ ଭାଉଜ ଅନେକ ଠାକୁର ପାଖକୁ ଯାଉଥିଲେ। ଶେଷରେ ଠାକୁରଙ୍କ ଆଶୀର୍ବାଦରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନଟି ପ୍ରାପ୍ତି ହେଲା। ଠାକୁରଙ୍କ ପ୍ରସାଦ ପାଇ ପୁତ୍ର ସନ୍ତାନ ହୋଇଥିବାରୁ ନୀଳାଞ୍ଚଳ ବୋଲି ନାମଟି ତାକୁ ଦେଇଥିଲେ। ଏତେ ବର୍ଷ ପରେ ତାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିବାରୁ ତାଙ୍କ ଘରେ ଖୁସିର ମାହୋଲ ଚାଲିଥାଏ। ଏତେ ଠାକୁରଙ୍କୁ ଡାକିଲା ପରେ ତାଙ୍କ ଘରେ ପୁତ୍ର ସନ୍ତାନଟି ଜନ୍ମ ହୋଇଥିଲା। ଏଥିରେ ତ ଖୁସି ହେବା ନିଶ୍ଚୟ ସ୍ୱାଭାବିକ କଥା। ହେଲେ ତାଙ୍କ ସୁଖ ଏତେ ଶୀଘ୍ର ସରିଯିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟିଏ ବୋଲି ପୁଅ, ତାହା ବି ତାଙ୍କୁ ଏତେ କଷ୍ଟରେ ମିଳିଥିଲା। ହେଲେ ସେହି ପୁତ୍ର ସନ୍ତାନଟି 2014 ମସିହା ସେପ୍ଟେମ୍ବର ମାସରେ ମୃତ୍ୟୁ ବରଣ କଲା। ଏହି ସବୁକୁ ଦେଖିଲା ପରେ ସୁଖର ଘର ଭିତରେ ଦୁଃଖର କାନ୍ଦ ବୋବାଳି ଆରମ୍ଭ ହୋଇଗଲା। ଘରର ଗୋଟିଏ ବୋଲି ପୁତ୍ର ସନ୍ତାନ ଥିଲା, ତାହା ବି ଠାକୁରଙ୍କୁ ଏତେ ଡାକିଲା ପରେ ତାଙ୍କୁ ପ୍ରାପ୍ତ ହୋଇଥିଲା ଓ ସେ ମଧ୍ୟ ଚାଲିଗଲା। ଏହା ସବୁକୁ ଦେଖିଲା ପରେ ଘରର ସମସ୍ତ ଲୋକ ଭାଙ୍ଗି ପଡ଼ିଥିଲେ। ଏତେ ଦିଅଁ ଦେବତାକୁ ପୂଜା କରିଥିଲା ପରେ ବି କାମିନ ମ୍ୟାଡ଼ାମଙ୍କ ଭାଇ ଭାଉଜଙ୍କ ପୁଅର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ସମସ୍ତ ପରିବାର କାନ୍ଦି କାନ୍ଦି ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ। ହେଲେ ତାଙ୍କ ଭାଇ ଭାଉଜ ଚାଲି ଆସିଲେ
ପୁରୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ସେତେବେଳେ ଶୀତ ଦିନ ଚାଲିଥାଏ। ଶୀତକୁ ଖାତିର ନ କରି ସ୍ୱାମୀ ସ୍ତ୍ରୀ ଦୁଇଜଣ ଚାଲି ଆସିଲେ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ହେଲେ କିଛି ଦୂର ଆସିଲା ପରେ କାମିନୀ ମ୍ୟାଡ଼ାମଙ୍କ ଭାଇକୁ ଶୀତ ଅଧିକ ଲାଗିବାରୁ ତାଙ୍କ ଗାଡ଼ି ଚଲାରେ ବାଧାପ୍ରାପ୍ତ ହେଉଥିଲା। ହେଲେ ଶୀତକୁ ଖାତିର ନ କରି ସେ ପହଞ୍ଚିଲେ ଶ୍ରୀ ମନ୍ଦିର ନିକଟରେ। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଗରେ ବସି କହୁଥାନ୍ତି, ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମୁଁ କ'ଣ ଭୁଲ କରିଥିଲି? ତୁମେ ତ ମୋ ପୁଅକୁ ଦେଇଥିଲ, ହେଲେ ଏବେ ତାକୁ ମୋ ପାଖରୁ କାହିଁକି ଛଡ଼େଇ ନେଲ? ମୁଁ କ'ଣ ପାପ କରିଥିଲି? ମୋତେ ଏଇ ଦଣ୍ଡ ଦେଇଛନ୍ତି ମହାବାହୁ। ଏତିକି କହି ମହାପ୍ରଭୁଙ୍କୁ ଦର୍ଶନ କରି ସେ ଖୋର୍ଦ୍ଧା ଫେରିଲେ। ହେଲେ 2 ବର୍ଷ ପରେ 2016 ମସିହା ସେପ୍ଟେମ୍ବର ମାସ ସେହି ଦିନରେ କାମିନୀ ମ୍ୟାଡ଼ାମଙ୍କ ଭାଇ ଭାଉଜଙ୍କ କୋଳରେ ଜନ୍ମ ନେଲା ଏକ ପୁତ୍ର ସନ୍ତାନଟି। ଆଶ୍ଚର୍ଯ୍ୟର କଥା ଏଇଆ ଥିଲା କି ଯେଉଁ ପୁତ୍ର ସନ୍ତାନଟି ତାଙ୍କ ଘରେ ଜନ୍ମ ନେଇଥିଲା ତାହା ଦେଖିବାକୁ ପୁରା ମରିଯାଇଥିବା ପୁତ୍ର ସନ୍ତାନ ଭଳି। ଏହାକୁ ଦେଖି ପୁରା ଖୁସି ହୋଇଯାଇଥିଲେ ପରିବାର ଲୋକେ। ମହାପ୍ରଭୁ ତାଙ୍କ ପୁଅଙ୍କୁ ତାଙ୍କ ପାଖକୁ ଫେରାଇ ଦେଇଛନ୍ତି। କାମିନୀ ମ୍ୟାଡ଼ାମ ଆଉ ତାଙ୍କ ପରିବାର ଅନୁଭବ କରିପାରୁଥିଲେ। ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଅନୁଭୂତିଟି କିପରି ଲାଗିଲା ନିଶ୍ଚୟ ଗୋଟିଏ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏହିପରି ଅଲୌକିକ ଅଦ୍ଭୁତ ଜଗନ୍ନାଥଙ୍କ ଅନୁଭୂତି ଜାଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ତେବେ ଆଜି ପାଇଁ ମୁଁ ରହୁଛି। ଜୟ ଜଗନ୍ନାଥ।